ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ ପ୍ଲସ୍ ଟୁ ସେକେଣ୍ଡ ଇୟର 2025ରେ ଏକ୍ଜାମ୍ ଦେଉଥିବା ବୋର୍ଡ଼ ଏକ୍ଜାମ୍ ପିଲାମାନେ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନଙ୍କୁ ମୁଁ ସ୍ୱାଗତ କରୁଛି। ତ ପିଲାମାନେ ତମମାନଙ୍କର MIL ଓଡ଼ିଆ ବିଷୟ, ତ MIL ଓଡ଼ିଆର ମୁଁ ନେଇ ଆସିଛି ତମମାନଙ୍କ ପାଇଁ 80 ମାର୍କର କ୍ୱେଶ୍ଚିନ୍, ବୁଝିହେଲା। ତ MIL ଓଡ଼ିଆ ସମସ୍ତେ ଆର୍ଟ୍ସ ସାଇନ୍ସ କମର୍ସ ସମସ୍ତେ ଦେଖିପାରିବ। କ'ଣ ନା 80 ମାର୍କର କ୍ୱେଶ୍ଚିନ୍ ନେଇ ଆସିଛି, ପ୍ରଶ୍ନପତ୍ର ନେଇ ଆସିଛି ବୋର୍ଡ଼ ଏକ୍ଜାମ୍ ପାଇଁ, ବୁଝିହେଲା। ତ ନିଜକୁ ନିଜେ ଟେଷ୍ଟ କରିବ। ତ ଚାଲ ଆମେ ଷ୍ଟାର୍ଟ କରିବା। 3 ଘଣ୍ଟା ସମୟ ଦେଇଛି, ଦେଖ ସମୟ 3 ଘଣ୍ଟାର ପୂର୍ଣ୍ଣ ସଂଖ୍ୟା 80 ମାର୍କ ଆଉ 20 ମାର୍କ ଇଣ୍ଟରନାଲ ମିଶିବ ହେଇଯିବ 100 ମାର୍କ, ବୁଝିହେଲା। ତ ଗ୍ରୁପ ଏରେ ଦେଖିବା ପ୍ରବନ୍ଧ ବିଭାଗରେ ଦେଇଛି 5ଟା MCQ। ତ MCQ ଆମେ ଆଲୋଚନା କରିବା, 5ଟା MCQ ଆଲୋଚନା କରିବା। କାହାଠାରେ ବାଦନ୍ୟତାର ମହତ୍ତ୍ୱ ବଢି ଉଠେ ବୋଲି ପ୍ରବନ୍ଧକ କହିଛନ୍ତି? ଧନୀ, ଦରିଦ୍ର, ବିତ୍ତଶାଳୀ, ଭୋଗୀ। କାହାଠାରେ ନା ଦରିଦ୍ର ଠାରେ ବାଦନ୍ୟତାର ମହତ୍ତ୍ୱ ଗଢି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, ମେଣ୍ଢାଶାଳ ଭିତରେ ଗଧିଆ କେଉଁ ପୋଷାକରେ ରହେ? ମେଣ୍ଢାଶାଳ ଭିତରେ ଗଧିଆ କେଉଁ ପୋଷାକରେ? ମେଣ୍ଢା ପୋଷାକ, ଗଧିଆ ପୋଷାକ, ସାଧା ପୋଷାକ, ଧଳା ପୋଷାକ। କ'ଣ ହୁଏ ନା ମେଣ୍ଢା ପୋଷାକ। ମେଣ୍ଢାଶାଳ ଭିତରେ ଗଧିଆ ମେଣ୍ଢା ପୋଷାକରେ ରହେ। ନେକ୍ସଟ, କେଉଁ ପୀଠସ୍ଥଳୀକୁ ଲେଖକ ଭୁବନ ମୋହନ ବୋଲି ଆଖ୍ୟା ଦେଇଛନ୍ତି? କେଉଁ ପୀଠସ୍ଥଳୀ? କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର। କେଉଁ ମନ୍ଦିର ନା କୋଣାର୍କ। କେଉଁ ପୀଠସ୍ଥଳୀକୁ ନା କୋଣାର୍କ ମନ୍ଦିରକୁ ଭୁବନ ମୋହନ ବୋଲି କହିଛନ୍ତି। ନେକ୍ସଟ, ବମ୍ବେରୁ ବାହାରୁଥିବା କାଗଜଟିର ନାମ କ'ଣ? ବମ୍ବେରୁ ବାହାରୁଥିବା କାଗଜ ଦୈନିକ ସମାଜ, ଇଲଷ୍ଟ୍ରେଟେଡ ୱିକଲି, ସଣ୍ଡେ ଷ୍ଟାଣ୍ଡାର୍ଡ, ନବଭାରତ। କ'ଣ ନା ବମ୍ବେରୁ ବାହାରୁଥିବା କାଗଜଟିର ନାମ ହେଲା ସଣ୍ଡେ ଷ୍ଟାଣ୍ଡାର୍ଡ। ନେକ୍ସଟ, ବିଶେଷଜ୍ଞ ମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ? ଆମେରିକା, ଭାରତ, ଇଂଲଣ୍ଡ, ଜାପାନ। କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ବିଶେଷଜ୍ଞ ମାନଙ୍କର? ଭେରି ଗୁଡ, ଯୋଉଟା ହବ ଭାରତ, ଅପସନ ଡବଲ ଆଇ। ତାପରେ ଦେଖିବା କ'ଣ ଦେଇଛି ନା 1 ମାର୍କିଆ କ୍ୱେଶ୍ଚିନ୍ 3ଟି କରିବା। ଅଳକା ପୁରେଇଥିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା? କିଏ ନା ଅଳକା ପୁରେଇଥିବା ପ୍ରିୟା ପାଖକୁ ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲେ। କିଏ ନା ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲା। ନେକ୍ସଟ, କେଉଁ ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି? କେଉଁ ଶାସନ ନା ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି। ନେକ୍ସଟ, ସରକାରଙ୍କ ଯୋଜନା ଲୋକେ ନ ବୁଝିବାର କାରଣ କ'ଣ? ସରକାରଙ୍କ ଯୋଜନା ଲୋକେ ନ ବୁଝିବାର କାରଣ ହେଉଛି ଜନସାଧାରଣଙ୍କ ଶିକ୍ଷାର ଅଭାବ। କ'ଣ ନା ଜନସାଧାରଣଙ୍କର ଶିକ୍ଷାର ଅଭାବ। ତାପରେ 2 ମାର୍କିଆ କ୍ୱେଶ୍ଚିନ୍ ଦେଇଛି, ଯେକୌଣସି 2ଟି କରିବ। ଭାରତ ସରକାର ଆମେରିକାରେ ଥିବା ଛାତ୍ର ପାଖକୁ କ'ଣ ଚିଠି ଲେଖିଥିଲେ? କ'ଣ ଆମେ ବିଷୟ ସବୁବେଳେ ଆମେ ରାଇଟରଙ୍କ ନାଁ ଲେଖିବା, ବିଷୟ ନାଁ ଲେଖିବା। ବିଷୟ କ'ଣ ନା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରାବନ୍ଧିକ କିଏ ନା ଗୋଲକ ବିହାରୀ ଧଳ। ଭାରତରେ ବିଶେଷଜ୍ଞ ମାନଙ୍କୁ ବିଶେଷ ସମ୍ମାନ ମିଳୁ ନଥିବାରୁ ଭାରତୀୟ ଛାତ୍ରମାନେ ପାଠ ପଢି ସାରିଲା ପରେ ଆମେରିକା ଛାଡି ଆସିବାକୁ ଚାହୁଁନାହାନ୍ତି। କାହିଁକି? ସେଥିପାଇଁ ଭାରତ ସରକାର ଆମେରିକାରେ ଥିବା ଜଣେ ଛାତ୍ରଙ୍କ ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ସରକାର ପରି ଧନୀ ନୁହନ୍ତି, ତେଣୁ ଅନ୍ତତଃ ନିଜ ଦେଶର ସେବା କରିବା ପାଇଁ ନିଜ ଦେଶକୁ ଫେରି ଆସନ୍ତୁ। ନେକ୍ସଟ, କେଉଁମାନଙ୍କୁ ନିରାଶ ନ କରି ଅବିରତ ବାରିପଦ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି? କ'ଣ ନା ବିଷୟ କ'ଣ ହେଉଛି ନା ପୁଷ୍ପପୁରର ବର୍ଷାବରଣର ବିଷୟ ଲେଖକ କିଏ ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ବନବାସୀ ମାନଙ୍କୁ ନିରାଶ ନ କରି ଅବିରତ ବାରିପଦ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି। କାରଣ ବନବାସୀ ମାନେ ଜଳଦ ବ୍ୟତୀତ ଆଉ କାହାର ଅନୁଗ୍ରହ ଲୋଡ଼ନ୍ତି ନାହିଁ। ସୌନ୍ଦର୍ଯ୍ୟିତ ଧନରେ ଉଦାର ପୋଷଣ, ସୁନ୍ଦର ସ୍ୱାସ୍ଥ୍ୟ ଓ ନିର୍ମଳ ମନ ସେମାନଙ୍କ ଜୀବନରେ କାମ୍ୟ ଥିବାରୁ ସେମାନଙ୍କୁ ନିରାଶ ନ କରି ଅବିରତ ବାରିପଦରେ ବନଭୂମିକୁ ଶ୍ୟାମଳ ଓ ଉର୍ବର କରିଦେବାକୁ କବି ଜଳଦକୁ କହିଛନ୍ତି। ନେକ୍ସଟ, ଅଗାଧୁ କଥା ଶୁଣି ପୁରୋହିତ କ'ଣ କଲେ? ଅଗାଧୁ କଥା ଶୁଣି ନା ବିଷୟ 3 ତୁଣ୍ଡରେ ଲେଖକ କିଏ ନା ଭୁବନେଶ୍ୱର ବେହେରା।
ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତଙ୍କୁ ପାଣୁ ଓ ରାଧୁ ସେ ବୋହି ନେଇଥିବା ଛେଳିକୁ କୁକୁର ବୋଲି କରିଥିଲେ। ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିଥିବାରୁ ପୁରୋହିତ ସେଇଠି କଣ କଲେ ନା ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ। ରାଗରେ ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି ଯଜମାନଙ୍କୁ ଅଭିଶାପ ଦେଇ ସେ କଣ ଗାଁ ଆଡ଼କୁ ଦୌଡ଼ି ଆସିଲେ। ତାପରେ 3 ମାର୍କିଆ ପିଲାମାନେ ଦେଖ, ନିଘଞ୍ଚ ବନ ମଧ୍ୟରେ ଥିବା ବନବାସୀଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନିବେ? ଏଟା ପୁଷ୍ପପୁର ବର୍ଷା ବର୍ଣ୍ଣର ବୁଝିହେଲା ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଏଇଟା ସେମିତି ଭାରତ ବର୍ଷର ସ୍ୱାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ? ତ ଏଇଟା କଣ ନା ସ୍ୱାଧୀନ ଦେଶ ଶିକ୍ଷା ଚିନ୍ତାର ଗୋଲକ ବିହାରୀ ଧଳ। ତାପରେ କଣ ଦେଲା ନା 120ଟି ଶବ୍ଦରେ ଲେଖିବ ଦିଟା ଭିତରୁ ଗୋଟେ ଶିକ୍ଷା ସ୍ୱାଧୀନ ଦେଶ ଶିକ୍ଷା ଚିନ୍ତା ବିଷୟରେ ପଡିଛି ପୁଷ୍ପପୁରର ବର୍ଷା ବର୍ଣ୍ଣ ବୁଝିହେଲା। ତାପରେ ଗ୍ରୁପ ବି କବିତା ବିଭାଗ ଆସିବ ସେମିତି 5ଟା 1 ମାର୍କିଆ। ଧନ ଅର୍ଜନର ସଫଳତା କେଉଁଠି ଥାଏ? କେଉଁଠି? ଖାଇ ପିଇ ଆରାମ କରିବାରେ ନା ବିଳାସ୍ୟ ବାସନରେ ନା ସୁବ୍ୟୟରେ? କେଉଁଠି? ନା ସୁବ୍ୟୟରେ। କେଉଁଠି? ନା ସୁବ୍ୟୟ। ଧନ ଅର୍ଜନ ସଫଳତା ସୁବ୍ୟୟ। ନବମାମା ବୋଲି କବି କାହାକୁ କହିଛନ୍ତି? ସୀତା, ସୁନାର ସୀତା, ରାମଙ୍କ ନବବିବାହିତା ପତ୍ନୀ ଜାନକୀ। କାହାକୁ କୁହାଯାଇଛି ନବମାମା? ନା ନବମାମା ବୋଲି ରାମଙ୍କ ନବବିବାହିତା ପତ୍ନୀଙ୍କୁ କୁହାଯାଇଛି। ନେକ୍ସଟ, ତରୁଗିରି ଛାୟା ବିସ୍ତାର କରି କାହାକୁ ପ୍ରଣାମ କରୁଛନ୍ତି? ଆକାଶ, ଧରିତ୍ରୀ, ସୂର୍ଯ୍ୟ, ଚନ୍ଦ୍ର। କାହାକୁ ପ୍ରଣାମ କରୁଛନ୍ତି? ନା ସୂର୍ଯ୍ୟ। କାହାକୁ? ନା ସୂର୍ଯ୍ୟଙ୍କୁ ପ୍ରଣାମ କରୁଛନ୍ତି। ନେକ୍ସଟ, ପ୍ରଣୟ ପିୟୁଷରେ କଣ ମିଶିଛି? ମିଳନ ଅମୃତ, ବିରହ ବିଷ, ପ୍ରତିକ୍ରିୟାର ହଳାହଳ, ନିର୍ଯାତନର କୁଟିଳତା। କଣ ମିଶିଛି? ନା ବିରହର ବିଷ। ପ୍ରଣୟ ପିୟୁଷରେ ବିରହର ବିଷ। ନେକ୍ସଟ, କବି ମନୁଷ୍ୟପୁତ୍ରକୁ କାହା ସହ ପ୍ରତିଶୋଧ ନେବେ ବୋଲି କହିଛନ୍ତି? ସେନ ପରି, ସିଂହ ପରି, ବାଘ ପରି, ହାତୀ ପରି। କାହା ପରି? ନା ସେନ ପରି। କାହା ପରି? ନା ସେନ ପରି। ନେକ୍ସଟ 1 ମାର୍କିଆ, ବନ୍ଦୀଶାଳାର ଅବରୋଧ ସମୟ କେଉଁ ସମୟ ଥିଲା? ନା ବନ୍ଦୀଶାଳାର ଅବରୋଧ ସମୟ ଗୋଧୂଳି କାଳ ଥିଲା। ତାପରେ କବି କେଉଁମାନଙ୍କୁ କାନ କୁହ ବୋଲି କହିଛନ୍ତି? କେଉଁମାନଙ୍କୁ? ନା ମନ୍ତ୍ରୀ ମାନଙ୍କୁ। କେଉଁମାନଙ୍କୁ? ନା ମନ୍ତ୍ରୀ ମାନଙ୍କୁ। ନେକ୍ସଟ, ଦିନ ଭିକାରୁଣୀ ଦୁରୁ ନତଶିରେ ବନ୍ଦେ କିଏ କାହାକୁ ବନ୍ଦନା କରୁଛନ୍ତି? କିଏ କାହାକୁ? ନା ତପସ୍ୱିନୀ ସୀତା ରାଜେ ରାଜେଶ୍ୱର ତଥା ସ୍ୱାମୀ ରାମଚନ୍ଦ୍ରଙ୍କୁ ଦାନ ଭିକାରୁଣୀ ଦୁରୁ ନତଶିରେ ବନ୍ଦେ ବୋଲି କହି ବନ୍ଦନା କରିଛନ୍ତି। ତାପରେ ସେମିତି 2 ମାର୍କିଆ କଣ ଦେଲା? ଯମଦୂତ ବୋଲି କବି କାହାକୁ କହିଛନ୍ତି? କାହାକୁ? ନା ଏଇଟା ବନ୍ଦୀର ବିରହ ବ୍ୟଥାର ଗୋପବନ୍ଧୁ ଦାସ ବନ୍ଦୀଶାଳାର ସିପାହୀକୁ କବି ଯମଦୂତ ବୋଲି କହିଛନ୍ତି। ଯମଦୂତ ବୋଲି କାହାକୁ କହିଛନ୍ତି? ନା ବନ୍ଦୀଶାଳା ସିପାହୀ। କାହିଁକି? ନା ଯମଦୂତ ଯେଭଳି ଅତ୍ୟନ୍ତ ନିଷ୍ଠୁର ତା ହୃଦୟରେ କରୁଣା ନଥାଏ ସେହିଭଳି ସିପାହୀ କବିଙ୍କର ଅନୁରୋଧ ପ୍ରତି କର୍ଣ୍ଣପାତ କରେ ନାହିଁ। ଯମଦୂତ କାହାରି କଥା ନ ଶୁଣିଲା ପରି ସିପାହୀର ନିଷ୍ଠୁର ବ୍ୟବହାରକୁ ଲକ୍ଷ୍ୟ କରି କବି କଣ ନା ଏଭଳି କହିଛନ୍ତି। ତାପରେ ଜୟ ହଉ ପୀଡ଼ନର କହିବାର ତାତ୍ପର୍ଯ୍ୟ କଣ? ଏଟା ହଉଛି ଆସିଛି ବାର୍ତ୍ତା କବିତାରୁ ସଚ୍ଚିଦାନନ୍ଦ ରାଉତରାୟ। ପୀଡ଼ନର ଜୟ ହଉ ବୋଲି କବି କହିଛନ୍ତି ପୀଡ଼ନ ଯେତେ ଅଧିକ ହେବ ପୀଡ଼ିତ ତାର କାରଣକୁ ସେତେ ଖୋଜିବ। ଏହାର କାରଣ ଖୋଜି ପୀଡ଼ନର ଉଚ୍ଛେଦ ପାଇଁ ବିପ୍ଳବ କରିବ। ଦାସତ୍ୱ ବନ୍ଧନରୁ ମୁକ୍ତ ହେବ। ପୀଡ଼ନକୁ ନିର୍ମୂଳ କରିବ। ତେଣୁ କବି ପୀଡ଼ନକୁ ସ୍ୱାଗତ କରିଛନ୍ତି। ତାପରେ ରାଜା ପ୍ରଜା ଏବେ ହେଲେ ବାଜପରା କେଉଁ ପ୍ରସଙ୍ଗରେ? ଏଟା ବଡପଣରୁ ଆସିଛି। ରାଧାନାଥ ରାୟ ଲେଖିଛନ୍ତି। ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ ବ୍ୟଙ୍ଗ କରି ପୂର୍ବ ରାଜାମାନଙ୍କ ମହତ୍ତ୍ୱ ପ୍ରତିବାଦ କରିଛନ୍ତି। କିଏ? ନା କବି। ପୂର୍ବ ରାଜାମାନେ ରାଜ୍ୟକୁ ଏକ ପରିବାର ଭଳି ମନେ କରୁଥିଲେ ଏବଂ ପ୍ରଜାମାନଙ୍କ ମଙ୍ଗଳ ପାଇଁ ସଦାତ୍ପର ହେଉଥିଲେ। ମାତ୍ର ବର୍ତ୍ତମାନ ରାଜାମାନେ କଣ ନା ପ୍ରଜାମାନଙ୍କୁ ବହୁ ଭାବରେ ଶୋଷଣ କରୁଛନ୍ତି, ଯାହାକୁ କବି ଖାଦକ ଖାଦ୍ୟର ସମ୍ପର୍କ ବା ବାଜପାର ସମ୍ପର୍କ ସହିତ ତୁଳନା କରିଛନ୍ତି। ନେକ୍ସଟ, ଗୋଷ୍ଠୀ ମୁଖେରାଳି ଯଜ୍ଞ କୁଣ୍ଡ ଘୃତ କେଉଁ ପ୍ରସଙ୍ଗରେ କୁହାଯାଇଛି? ଏଇଟା ହଉଛି ତମର ଆସିଛି ବଡପଣରୁ ପିଲାମାନେ ବଡପଣରୁ ଆସିଛି। ରାଧାନାଥ ରାୟ ଲେଖିଛନ୍ତି। ତାପରେ ଏଟା ଲେଖିଦବ ତପସ୍ୱିନୀ ସୀତାଙ୍କର ସନ୍ଦେହାଚ୍ଛନ୍ନ ଭାବନାର ପରିଚୟ କଣ? ନା ତପସ୍ୱିନୀ ପତ୍ରର ଗଙ୍ଗାଧର ମେହେର। ତାପରେ ତମର ଆସିଲା ପଠିତ କବିତା ଅନୁସରଣ କବି ଗୋପବନ୍ଧୁ ପ୍ରକୃତି ବନ୍ଦୀର ବିରହ ବ୍ୟଥା 5 ମାର୍କିଆ। ବଡପଣ ରାଧାନାଥ ରାୟର 5 ମାର୍କ କ୍ୱେଶ୍ଚିନ୍ ଆସିଛି ଯେକୌଣସି ଗୋଟେ କରିବ। ତାର ଗଳ୍ପ ବିଭାଗ ଆଇଲା କଣ? ନା ମହାଜନ ବାବୁ ବଳରାମଙ୍କ ଘର ଓଡ଼ିଶାର କେଉଁ ଅଞ୍ଚଳରେ? କେଉଁ ଅଞ୍ଚଳରେ? ଯାଜପୁର, ବାଲେଶ୍ୱର, ଯାଜପୁର, କଟକ, ଢେଙ୍କାନାଳ। କେଉଁଠି? ନା ଯାଜପୁର। ନେକ୍ସଟ, ସାଆନ୍ତାଣୀଙ୍କର ବିଶ୍ୱାସ ପୋଇଲିଟିଏ କିଏ? ଫୁଲ, କନି, ରାଧି, ପଦୀ। କିଏ? ନା ରାଧି।
ନେକ୍ସଟ, ଘର ଭିତରେ କାହାର ଶବ୍ଦ ଶୁଣି ରାୟ ବାହାଦୁର ହଠାତ୍ ଚମକି ପଡ଼ିଲେ। ଆଳତି ଧ୍ୱନି, ଘଣ୍ଟ ଧ୍ୱନି, ହୁଳହୁଳି, ଶଙ୍ଖ ଧ୍ୱନି। କାହା ଧ୍ୱନି? ନା ଶଙ୍ଖ ଧ୍ୱନି। ନେକ୍ସଟ, ମାଷ୍ଟରଜୀ କେତେ ଟଙ୍କା ଦରମାରେ ଅଶୋକଙ୍କ ଟ୍ୟୁସନ ମାଷ୍ଟର ଥିଲେ? 5 ଟଙ୍କା, 6 ଟଙ୍କା, 7 ଟଙ୍କା, 10 ଟଙ୍କା। କେତେ ଟଙ୍କା ଦରମାରେ ଥିଲେ ମାଷ୍ଟରଜୀ? ନା 5 ଟଙ୍କା। କେତେ? ନା 5 ଟଙ୍କା ଦରମାରେ। ନେକ୍ସଟ, ଶୂନ୍ୟରୁ ଖସି ପଡ଼ିଲା ବେଳେ କଛପଟି କେଉଁ ଶବ୍ଦ ଉଚ୍ଚାରଣ କରୁଥିଲା? କେଉଁ ଶବ୍ଦ? ନା ବୁଦୁ ଶବ୍ଦ। 1 ମାର୍କିଆ। ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ? କାହାକୁ? ନା ସୋମନାଥ ଶେଷରେ ନିଜର ନାତି ବିଜୁକୁ ଆଶୀର୍ବାଦ କରିଥିଲେ। ନେକ୍ସଟ, ଅରୁଣର ଫଟୋ ଖଣ୍ଡିକ କେଉଁଠି ସୁରକ୍ଷିତ ଥିଲା? କେଉଁଠି? ନା ଅରୁଣର ଫଟୋ ଖଣ୍ଡିକ ଭେଲଭେଟ ବାକ୍ସରେ। କେଉଁଠି? ନା ଭେଲଭେଟ ବାକ୍ସରେ। ମନୁ କାହାର ନାମ ଥିଲା? କାହାର? ନା ତାଙ୍କ ଯୋଉ ପୋଷା ପାତି ମାଙ୍କଡ, ପାତି ମାଙ୍କଡର ଛୁଆର ନାମ ଥିଲା। ତାପରେ 2 ମାର୍କିଆ। ଦେଶୀ କନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକ କଣ କହିଥିଲେ? କଣ? ନା ସଭ୍ୟ ଜମିଦାର ଫକୀରମୋହନ ସେନାପତି ଲେଖିଛନ୍ତି ଦେଶୀ କନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକ କହିଥିଲେ ଯେ ଦେଶୀ କନ୍ୟା ଗୁଡିକ ଅଶିକ୍ଷିତ, କୁସଂସ୍କାର ଓ ଅସଭ୍ୟତାରେ ବୁଡି ରହିଛନ୍ତି। ଲୁଗା ଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧା ଲଙ୍ଗଳା ହୋଇଥାନ୍ତି, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚି ରହିଥାନ୍ତି। ସଭ୍ୟତା ସେମାନଙ୍କୁ କଣ? ନା ଜଣା ନାହିଁ। ନେକ୍ସଟ, କେଉଁ କଥା ରାୟ ବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା? କେଉଁ କଥା? ନା ଏଟା ପତାକା ଉତ୍ତୋଳନର ସୁରେନ୍ଦ୍ର ମହାନ୍ତି ସ୍ୱାଧୀନ ଦିବସରେ ବାଜୁଥିବା ଶଙ୍ଖ, ଘଣ୍ଟ, ହୁଳାହୁଳି ଓ ତୋପର ମିଳିତ ଶବ୍ଦରେ ରାୟ ବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା। ଜୟ ସ୍ୱାଧୀନ ଭାରତୀ ଜୟ ଧ୍ୱନିରେ ସେ ଅତିଷ୍ଠ ହୋଇ ପଡିଥିଲେ। ତାପରେ ଗଙ୍ଗାର କେଉଁ ଦୃଶ୍ୟ ମୁକ୍ତକସି ଦ୍ରୌପଦୀର ବେଣୀବନ୍ଧନ ପରି ମନେ ହେଉଛି? ନା ରୂପନାରାୟଣ ସାହାର, ଅଖିଳମୋହନ ପଟ୍ଟନାୟକ। ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ କିରଣ କଣ? ଗଙ୍ଗାର ଜଳ ଉପରେ ପଡି ଲାଲ ଲାଲ ଦେଖାଯାଉଛି। ସେହି ଦୃଶ୍ୟକୁ ଦେଖି ଗାଳ୍ପିକ କହିଛନ୍ତି କଣ? ମୁକ୍ତକସି ଦ୍ରୌପଦୀର ଯେପରି ବେଣୀବନ୍ଧନ ହୋଇଛି, ଦ୍ରୌପଦୀ ଦୀର୍ଘ ଦିନ ଧରି କେଶକୁ ମୁକୁଳା ରଖିଥିଲେ ଏବଂ ଶପଥ କରିଥିଲେ ଦୁର୍ଦ୍ଦଶନର ରକ୍ତର ବେଣୀବନ୍ଧନ କରିବ। ଗଙ୍ଗାର ଜଳ ଲାଲ ବନ ଦେଖାଯାଉଥିବାରୁ କଥାକାର ତାହା ସହିତ ମହାଭାରତର ଏହି ପ୍ରସଙ୍ଗକୁ ତୁଳନା କରିଛନ୍ତି। ତାପରେ ଦେଖ 3 ମାର୍କିଆ ତମ ଦେଲା। ହଂସମାନେ କମ୍ବୁଗ୍ରୀବକୁ କେଉଁ କଥା ମନେ ପକାଇ ଦେଇଥିଲେ? କାହିଁକି ଆକାଶ କଇଁଛର? ମାଷ୍ଟରଜୀ କଣ କଲେ ଅଚେତନ ଜାତିର ମସ୍ତିଷ୍କରେ ଚେତନା ସଞ୍ଚାରିତ ହବ? ଏଇଟା କଣ? ନା ରୂପନାରାୟଣ ସା। ତାପରେ ଆସିଲା କଣ? ନା ସଂକ୍ଷିପ୍ତକରଣ ପିଲାମାନେ ଅବରୋଧ ପରୀକ୍ଷଣ ସର୍ଣ୍ଣାତ୍ମକ ରଚନା। ତ ତମର ଏଇଟା କଣ? ନା ପଢିବ। ଏଇଟା ଦେଖ, ଏଇଟା ପଢିକି ଆର ଆନ୍ସର କରିବା। ଏଇଟା ପଢିଦେବା। କଣ ଦେଇଛି? କେହି ରହିନାହିଁ ରହିବ ନାହିଁଟି ଭବ ରଙ୍ଗଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳେ କାଳେ ସ୍ମୃତି ତୀର୍ଥେ ଯାର ନାମ ହୋଇଅଛି ଅମର ବର୍ଣ୍ଣେ ଅଙ୍କିତ ପୁଣ୍ୟଶ୍ଲୋକ ଔର ନରପତି ହେଲେ କାଳତୁଣ୍ଡେ କବଳିତ କାହିଁ ଗଲେ ଇନ୍ଦ୍ରଦ୍ୟୁମ୍ନ ମହାପତି ଉତ୍କଳ ଗୌରବ ରବି ନୀଳଚାଳେ ସ୍ଥାପି ଏହି କୀର୍ତ୍ତି ବଳେ କଳୁଷ ପର୍ବତ ପବି କାଳଗର୍ଭେ ଭବେ ଲୀନ ହେଲେ କେତେ ମହାପତି ମହାଯଶା ହୋଇଅଛି ଯାଙ୍କ ଜିନେ ସୌଧ ହେବେ ବ୍ୟାଘ୍ର ଭଲ୍ଲୁକରେ ବସା ଶୈବାଳ ପୋଷଣ ଭେଦିରେ ସୌଧ ହଉଛି ନୀଳଚରଣ କୃମି ତନ୍ତୁ ଜାଲ ହୋଇଅଛି ଏବେ ଗବାକ୍ଷର ଆସ୍ତରଣ ସ୍ୱର୍ଣ୍ଣ ଦୀପାଲୋକ ଉଠୁଥିଲା ଝଇଁ ଅଗୁରୁ ଧୂପର ଘଟା ତିମିରକୁ ତହିଁ ବିଜନ୍ତି ବିଜନେ ପକ୍ଷବାତେ ଚମଚଟା। ତ କ୍ୱେଶ୍ଚିନ୍ ଆନ୍ସର ଦେଖିବା। ଭବରଙ୍ଗ ଭୂମିରେ କଣ ହୋଇଥାଏ? କଣ? ନା ଭବରୂପକ ଭୂମିରେ ସମସ୍ତେ ମରଣଶୀଳ, ଚିରକାଳ କେହି ରହିନଥାନ୍ତି ଓ ନିଜ ଅଭିନୟ ସାରି ସମସ୍ତେ ବାହୁଡ଼ି ଯାଆନ୍ତି। ଔର ନରପତିଙ୍କ ସମ୍ପର୍କରେ କଣ କୁହାଯାଇଛି? ନା ଔର ନରପତି ଖାରବେଳ କାଳତୁଣ୍ଡରେ କବଳିତ ହୋଇ ମୃତ୍ୟୁବରଣ କରିଥିବା କଥା କୁହାଯାଇଛି। ଉତ୍କଳ ଗୌରବ ରବି ବୋଲି କାହାକୁ କୁହାଯାଇଛି? ନା ଉତ୍କଳ ଗୌରବ ରବି ବୋଲି ନରପତି ଇନ୍ଦ୍ରଦ୍ୟୁମ୍ନକୁ କୁହାଯାଇଛି। ରାଜାମାନଙ୍କ ଜିନ ପ୍ରସାଦ ଏବେ କେଉଁ ଅବସ୍ଥାରେ ଅଛି ପିଲାମାନେ? ନା ରାଜାମାନଙ୍କ ଜିନ ପ୍ରସାଦ କେଉଁଥିରେ? ନା ଜିନ ସୌଧ ଏବେ ବାଘ ଭାଲୁଙ୍କ ଅବସ୍ଥାରେ ପରିଣତ ହୋଇଛି। ପ୍ରାଚୀନ ପ୍ରାସାଦ ମାନଙ୍କର ଅନ୍ଧାରରେ ଚଟା ମାନେ କଣ କରୁଥିଲେ? କଣ କରୁଥିଲେ? ନା ପ୍ରାଚୀନ ପ୍ରାସାଦ ମାନଙ୍କର ଚମାଚଟା ମାନେ ଅନ୍ଧାରରେ ବିଜନରେ ବୀଜ ବୁଣନ୍ତି ବୋଲି କୁହାଯାଇଛି। ତାପରେ ଦେଖ ଦେଲା ଭାବଗତ ସମ୍ପ୍ରସାରଣ କର ଯୋଡଲେ ଗୋଟେ କରିବ। ଅଣ୍ଟି ଛୁରୀ ତଣ୍ଟି କାଟେ ଧୀର ପାଣି ପତ୍ର କାଟେ ଅଳ୍ପ ବିଦ୍ୟା ଭୟଙ୍କରୀ। ତାପରେ କଣ ଦେଲା ଅନୁଚ୍ଛେଦ ଏଇ ଅନୁଚ୍ଛେଦକୁ ପଢିବ ତ 1/3 ତମେ ଲେଖିବ। ବୁଝିହେଲା? ଗୋଟେ ନାଁ ଦବ ବିଷୟ ନାଁ ଦେଇକି ତମେ 4-5 ଧାଡ଼ିରେ ଶେଷ କରିବ। ବୁଝିହେଲା ପିଲାମାନେ? ତାପରେ ଦେଲା
कौन ना कार्यकाल केत व्यवहार तो पत्र लिखन दरखास्त जोड़े गोटे लिखिब तापर आसला व्याकरण तो व्याकरण देखिए एमसीक्यू 11टा भल बेला पढ़ा यार अर्थ बुझाई रूढ़ी कौन यार हम कपाड़ फाटिबा तापर देखिबा कपाड़ फाटिबा रूढ़ीटीर अर्थ कौन ना सर्वनाश हेबा तापर अहिनकूल संपर्क है कि प्रकार अहिनकूल एटा होची क्रियाहीन अहिनकूल संपर्क क्रियाहीन मुक्ति पाइबार इच्छा कौन पिला माने मुमुक्षु आकाशर विपरीत अर्थ शब्द कौन पिला माने जानछ आकाशर विपरीत शब्द होची पाताल कौन ना पाताल पाताल नेक्स्ट कौन देला उद्वेगर विपरीत अर्थ कौन उद्वेगर कौन ना निरुद्वेग पावनी पवन पुत्र पावनी कौन हबो ना एटा हबो पवित्रकारिणी बालिश नारी रत्न बालिश तालबेश कौन हबो ना मूर्ख शोभन श्री जहार कौन ना सुश्री शुद्ध शब्दटी बाछि लिखिबा कौन देछि कोटा आदरू ठीक हबो पिला माने आदरू कोटा ठीक हबो ना आईबी अपराह्न तापर एटा सेमती शुद्ध शब्दटी कौन ना एटा हबो विस्फोरण बुझेला तो एति थिला तम मनकर 80 मार्क क्वेश्चन बहुत गुरुत्वपूर्ण 100 मार्क्स आ भितर क्वेश्चन आसीबो एमती क्वेश्चन लेखि नै जा मन रखि नै जा एमती क्वेश्चन न आसीबो मते कमेंट करो निश्चित 100% एमती क्वेश्चन आसीबो तो वीडियो भल लागितले लाइक शेयर सब्सक्राइब कर दियो रहउची धन्यवाद।